ଆମର ଧର ବିଶ୍ୱଟା ହେଲା କି ଏ ବିଶ୍ୱର ମୂଳ ତତ୍ଵ ଆମର ବିଗ୍ ବ୍ୟାଙ୍ଗ ଥିଓରିଟା ଦିଏ। ଆଚ୍ଛା ଆମ ମାନେ ପୃଥିବୀରେ ବର୍ତ୍ତମାନ ବିଗ୍ ବ୍ୟାଙ୍ଗ ଥିଓରି କି ସମସ୍ତେ ଆକ୍ସେପ୍ଟ କରିଛନ୍ତି। ଯଦି କରିଛନ୍ତି ସିଏ କୁହନ୍ତି ଯେ ଦିଟା ଜିନିଷ କଣ ନା ବିଗ୍ ବାଉନ୍ସ ବିଗ୍ ଫ୍ରିଜ। ଆଚ୍ଛା ବିଗ୍ ବାଉନ୍ସ ଆଉ ବିଗ୍ ଫ୍ରିଜ। ବିଗ୍ ବାଉନ୍ସ କହିଲେ ଆମର ବିଶ୍ୱଟା ପ୍ରଥମେ ଆମ ସାରା ବିଶ୍ୱଟା ଗୋଟେ ହଟ୍ କଣ୍ଡିସନରେ ଥିଲା। ପୁରା ଏକଦମ ହଟ୍ କଣ୍ଡିସନରେ ଥିଲା। ଯେତେବେଳେ ହଟ୍ କଣ୍ଡିସନରେ ଥିଲା ସେ ଧୀରେ ଧୀରେ କୁଲ ହେଲା। କୁଲ ହେଇ ସାରିଲା ପରେ ଧୀରେ ଧୀରେ ସେଠୁ ସବୁ ପଦାର୍ଥ ସବୁ ତିଆରି ହେଲା। ଯଦି ତିଆରି ହେଲା ବିଶ୍ୱ ବର୍ତ୍ତମାନ ଆଜି ପର୍ଯ୍ୟନ୍ତ ଏକ୍ସପାଣ୍ଡିଂ କରୁଛି। କିନ୍ତୁ ସେଇଟା ଗୋଟେ ଜିନିଷ ଦେଖ ଆମର ଗୋଟେ ହିଟ୍ ଜିନିଷ ତମେ ତାକୁ ହିଟ୍ କର ଯୋଉ ରିଓ ରେ ତମେ ଧର 100 ଡିଗ୍ରୀ ପର୍ଯ୍ୟନ୍ତ ତାକୁ ଟେମ୍ପରେଚରରେ ରଖିବ ତାହେଲେ ଟେମ୍ପରେଚର ଟା ବଢିବ। ବଢି ବଢି 100 ହବ 100 ଯେମିତି ହବ ସେଠୁ ପୁଣି ଡାଉନ ହବ। ଠିକ ସେମିତି ଏ ବିଶ୍ୱରେ ତାପମାତ୍ରା ବଢେ। ବଢି 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 ଗୋଟେ ଷ୍ଟେଜ କୁ ଆସେ ଯୋଉଠି ସେ ଷ୍ଟପ୍ ହେଇକି ପୁଣି ସେ ଫେରେ। ଯଦି ଫେରେ ପୁଣି ସେଇଠୁ କୁଲ ଅବସ୍ଥାକୁ ଆସେ ପୁଣି ଯେତେବେଳେ କୁଲ ହେଇଯାଏ ପୁଣି ସେଇଠୁ ମାନେ ହଟ କଣ୍ଡିସନ ଏମିତି ଚାଲିଛି। ଓହୋ ମାନେ ଆବାହମାନ କାଳରୁ ଚାଲିକିରି ବିଶ୍ଵ ପ୍ରସାରିତ ହଉଛି ଆଉ ସଂକୁଚିତ ହଉଛି ପ୍ରସାରିତ ହଉଛି ସଂକୁଚିତ ଏଇଟା ଚାଲିଛି। ସେଇଟା ଆମ ଭାଗବତରେ ମଧ୍ୟ କହିଛି କଣ ଯେ ବ୍ରହ୍ମାଙ୍କ ଦିବସରେ ବିଶ୍ଵ ସୃଷ୍ଟି ହୁଏ ରାତି ହେଲେ ସେଟା ପ୍ରଳୟ ହୁଏ। ଭୂତଗ୍ରାମଃ ସଏବାୟଂ ଭୂତ୍ୱା ଭୂତ୍ୱା ପ୍ରଲୀୟତେ ରାତ୍ର୍ୟାଗମେ ବସଃ ପାର୍ଥ ପ୍ରଭବତ୍ୟହରାଗମେ। ଅର୍ଥାତ୍ ବାର ବାର ଭୂତ ସକଳ ଜାତ ଦିବାଗମନେ କର୍ମବଶେ ପୁନଃ ପ୍ରଳୟ ପାର୍ଥ ରଜନୀ ଲଗ୍ନେ। ବ୍ରହ୍ମାଙ୍କର ଦିବସ ଆଗମନରେ ବିଶ୍ୱର ସମସ୍ତ ପଦାର୍ଥ ପ୍ରାଣୀ ଉଦ୍ଭିଦ ସବୁ ଉତ୍ପନ୍ନ ହେଉଛନ୍ତି। ପୁଣି ତାଙ୍କର ଯେତେବେଳେ ରାତି ଆସୁଛି ସେତେବେଳେ ସେ କ'ଣ କରୁଛନ୍ତି ନା ପୁନଶ୍ଚ ପ୍ରଳୟ ହେଇକି ଯେଉଁଠିକି ଆସିଥିଲେ ସେଇଠିକି ଚାଲି ଯାଉଛନ୍ତି। ଅର୍ଥାତ୍ ବିଶ୍ୱ ଯେଉଁ ମୂଳ କଣ୍ଡିସନରୁ ବା ଯେଉଁ ମୂଳ ଅବସ୍ଥାରୁ ସୃଷ୍ଟି ହେଇ ଆଜି ବିଶାଳ କାୟରେ ପରିଣତ ହେଇଛି ଏଇଟା ହେଉଛି ବିଶ୍ୱ ଯେତେ ଏକ୍ସପାଣ୍ଡ ହେଉଛି ସେହି ସମୟରେ ଏଇଟା ହେଉଛି ବ୍ରହ୍ମାଙ୍କର ଦିବସ। ପୁଣି ଯେତେବେଳେ କଣ୍ଟ୍ରାକ୍ଟ ଆସୁଛି ଯେ କଣ୍ଟ୍ରାକ୍ସନ୍ ହେଉଛି ଅର୍ଥାତ୍ ବ୍ରହ୍ମାଙ୍କର ଯେତେବେଳେ ରାତି ହେଉଛି ସେତେବେଳେ ସେ କଣ୍ଟ୍ରାକ୍ସନ୍ ହୁଏ। ତେଣୁ ଏଇ ଏକ୍ସପାଣ୍ଡିଂ କଣ୍ଟ୍ରାକ୍ଟିଂ ଏ ଦୁଇଟା ଆଙ୍କେ ବାରମ୍ବାର ବାରମ୍ବାର ଆବାହମାନ କାଳରୁ ହେଇଛି। କେବେ ହେଇଛି କେହି କହିପାରିବେନି କି ତାର କିଛି ଇଏତା ନାହିଁ କିନ୍ତୁ ଏମିତି ହେଇ ଚାଲିଛି। ଏ ଆମର ଗୀତାର ପ୍ରମାଣ। ସାଇନ୍ସ ଯାହା କହୁଛି ଗୀତା ବି ସେଇଆ କହୁଛି। ତେଣୁ ଆମର ଯେତେବେଳେ ବିଶ୍ୱ ଯେତେବେଳେ ସବୁ ଲୋପ ପାଇଯାଏ ସେତେବେଳେ ଗୋଟିଏ ଫୋର୍ସ ଥାଏ ତାକୁ କୁହନ୍ତି କନସସ୍ ଫୋର୍ସ ହେଲା କି। ଏଇ କନସସ୍ ଫୋର୍ସ ତା ନାଁ ହଉଛି ଇନଆକ୍ଟିଭ। ସେ ଫୋର୍ସ ଟା କିଛି ଆକ୍ଟିଭ କରେ ନା କିନ୍ତୁ ଯେତେବେଳେ ବିଶ୍ୱ ସୃଷ୍ଟି ଆସେ ସେ ଫୋର୍ସ ଟା ତିନିଟା ପ୍ରକୃତି ସେଥିରେ ସୃଷ୍ଟି ହେଇଯାଏ। କଣ ଗୋଟେ ହଉଛି କନଷ୍ଟ୍ରକ୍ଟିଭ ଗୋଟେ ହଉଛି ଡେଷ୍ଟ୍ରକ୍ଟିଭ ଆଉ ଗୋଟେ ହଉଛି ଏକ୍ଜିଷ୍ଟିଭ। ତିନିଟା ଫୋର୍ସ ସେଥିରୁ ସୃଷ୍ଟି ହୁଏ। ସେଇ ଯୋଉ କନଷ୍ଟ୍ରକ୍ଟିଭ ନେଚର ବୁଝିଲେ କି ତା ନାଁ ହଉଛି କଣ ନା ରଜଗୁଣ। ଏବଂ କନଷ୍ଟ୍ରକ୍ଟିଭ ନେଚରରେ ଯୋଉ ପୁରୁଷଟି ରହିଲା ତା ନାଁ ହଉଛି କଣ ନା ବ୍ରହ୍ମା। ଏକ୍ଜିଷ୍ଟିଭ ଫୋର୍ସ ଯୋଉଟା ରହିଲା ସେଟା ହେଲା ବିଷ୍ଣୁ। ଡେଷ୍ଟ୍ରକ୍ଟିଭ ଫୋର୍ସ ଯୋଉଟା ରହିଲା ସେଇଟା ହେଲା କିଏ ସେ ନା ଶିବ। ବୁଝିଲେ କି। ତେଣୁ କନସସ୍ ଫୋର୍ସ ଟା ତିନି ଭାଗରେ ବିଭକ୍ତ ହୁଏ। ଗୋଟେ କନଷ୍ଟ୍ରକ୍ଟିଭ ଗୋଟେ ଏକ୍ଜିଷ୍ଟିଭ ଗୋଟେ ହଉଛି ଡେଷ୍ଟ୍ରକ୍ଟିଭ। ତିନିଟା ଫୋର୍ସ ତିଆରି ହୁଏ। ଏଇ ତିନିଟା ଫୋର୍ସ ତିନି ପ୍ରକାରର ପ୍ରପର୍ଟି ଧାରଣ କରେ। ତିନି ପ୍ରକାର ନେଚର ତାର ଥାଏ। କିଏ ନା ଆମର ଯୋଉ କନଷ୍ଟ୍ରକ୍ଟିଭ ପ୍ରକୃତି କନଷ୍ଟ୍ରକ୍ଟିଭ ଫୋର୍ସ ଯୋଉଟା ସେଟା ତ ବ୍ରହ୍ମା ହେଲା। ତାଙ୍କ ନେଚର ଟା ହଉଛି ସାବିତ୍ରୀ। ଆଚ୍ଛା
ଆମର ଏକ୍ଜିଷ୍ଟିଭ ଫୋର୍ସଟା ହେଲା କିଛି ବିଷ୍ଣୁ, ତାଙ୍କର ନେଚରଟା ହେଲା କିଛି ନା ଲକ୍ଷ୍ମୀ। ଡେଷ୍ଟ୍ରକ୍ଟିଭ ଫୋର୍ସଟା ହେଲା ଶିବ, ତାଙ୍କର ନେଚରଟା ହେଲା କିଛି ନା ପାର୍ବତୀ। ତେଣୁ ଗୋଟେ ଫୋର୍ସ ଆଣ୍ଡ ପ୍ରପର୍ଟି କଣ ବୁଝିପାରିଲା ନା? ବଳ ଏବଂ ତାଙ୍କର ପ୍ରକୃତି, ଏଇ ଦିଟା ତ କେହି କାହାକୁ ଛାଡିକି ରହିପାରିବେନି। ତେଣୁ ବଳ ପ୍ରକୃତି ଇଏ ଦିଟା ପରସ୍ପର ଅଙ୍ଗାଙ୍ଗ ଭାବେ ଜଡିତ। ତେଣୁ ବିଶ୍ୱ ସୃଷ୍ଟି ସମୟରେ 3ଟା ଦେବତା ସୃଷ୍ଟି ହେଲେ, ଆଉ 3ଟା ପ୍ରକୃତି ମଧ୍ୟ ସୃଷ୍ଟି ହେଲା। ବୁଝିପାରିଲେ କି? ଆଚ୍ଛା, ସେଇ ଯୋଉ ଫୋର୍ସ, ପ୍ରଥମ ଫୋର୍ସଟା ଯେ ସେ ଇନଆକ୍ଟିଭ ଫୋର୍ସ ଯୋଉଟା ରହିଲା, ତା ନାଁ ହେଲା ଜ୍ଞାନ ଏବଂ ତାର ପ୍ରକୃତି ହେଲା ଇଚ୍ଛା। ଜ୍ଞାନରୁ 3ଟା ଫୋର୍ସ ଜାତ ହେଲା, ଯିଏକି ବ୍ରହ୍ମା ବିଷ୍ଣୁ ଶିବ, ଏବଂ ଇଚ୍ଛାରୁ 3ଟା ପ୍ରକୃତି ସୃଷ୍ଟି ହେଲା, ଯିଏକି କିଏ ସେ ନା ସାବିତ୍ରୀ ଆଉ ଲକ୍ଷ୍ମୀ ପାର୍ବତୀ। କଣ ବୁଝିପାରିଲେ ନା? ଏଇ ଯୋଉଟା ତିଆରି ହେଇକି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଲେ, ଏଇ ଯୋଉ ଫୋର୍ସ ଗୁଡାକ ସବୁ ସୃଷ୍ଟି ହେଲା, ଏଇ ଫୋର୍ସ ଗୁଡାକ ଯେତେବେଳେ ମିଳିତ ହେଇଗଲେ, ସେଇଠୁ କଣ ହେଲା ନା ତା ଦେହରୁ ଗୋଟେ ତେଜ ଜାତ ହେଲା। ତେଜ ମାନେ ତ ହଟ୍ କଣ୍ଡିସନ, ହିଟ୍। ତେଣୁ ପ୍ରଥମେ ସେଥିରୁ ତେଜ ସୃଷ୍ଟି ହେଲା। ସେଇ ଯୋଉ ତେଜଟା ସୃଷ୍ଟି ହେଲା, ସେଇ ତେଜ କଣ ବୁଝିପାରୁଛ କି? ସେଇ ତେଜ ଦ୍ଵାରା ଆମର କଣ ହେଲା ନା ଏଇ ଆଲୋକ ସୃଷ୍ଟି ହେଲା। ଆଉ ଆଲୋକ ସୃଷ୍ଟି ହେଲା ପରେ ଇଲେକ୍ଟ୍ରୋମାଗ୍ନେଟିକ ଫିଲ୍ଡ ଗୋଟେ ସୃଷ୍ଟି ହେଲା ବିଶ୍ୱ ବ୍ରହ୍ମାଣ୍ଡରେ। ବୁଝିଲ କି? ସେଇ ଇଲେକ୍ଟ୍ରୋମାଗ୍ନେଟିକ ଫିଲ୍ଡ ଦିହରେ କଣ ହୁଏ ନା ତମର ଭର୍ଚୁଆଲ ପାର୍ଟିକଲ ଗୁଡାକ ସବୁ ସୃଷ୍ଟି ହେଲେ। ଭର୍ଚୁଆଲ ପାର୍ଟିକଲ ରୁ ଆମର ଇଲେକ୍ଟ୍ରୋମାଗ୍ନେଟିକ ଫିଲ୍ଡରେ କଣ ହେଲା ନା ଇଲେକ୍ଟ୍ରନ, ପ୍ରୋଟନ, ନ୍ୟୁଟ୍ରନ ଗୁଡାକ ସବୁ ସୃଷ୍ଟି ହେଇଗଲା ଅଟୋମେଟିକ ମାସ୍ ପାର୍ଟିକଲ। ସେଇ ଯୋଉ ମାସ୍ ପାର୍ଟିକଲ ସୃଷ୍ଟି ହେଲା, ସେଇଗୁଡାକ ସବୁ ମିଶି ଯାଇକି ଆଟମ, ଆଟମରୁ ଅଣୁ, ଅଣୁରୁ ଗ୍ୟାସ, ଗ୍ୟାସରୁ ଲିକୁଇଡ, ଲିକୁଇଡରୁ ସଲିଡ, ସଲିଡରୁ ଆମର ପ୍ଲାନେଟ, ଷ୍ଟାର ଇତ୍ୟାଦି ଯେତିକି ସବୁ ତିଆରି ହେଲେ, ଏଗୁଡା ସବୁ ସୃଷ୍ଟି ହେଇଗଲେ। ବୁଝିପାରିଲେ ନା? ତେଣୁ ଏଇ ଯୋଉ କନସସ୍ ଫୋର୍ସ ରୁ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହଉଛି, ଏଇଟା ହଉଛି ମାନେ ଚେତନ ବିଜ୍ଞାନ ମାନେ କହୁଛନ୍ତି, କି ଆମର ଗୀତା କହୁଛି, କି ମାନେ ଆମର ଭାଗବତ କହୁଛି। କିନ୍ତୁ ମୁଁ ବାବା ଟିକେ ଖାଲି ଏତିକି ମୁଁ ଆପଣଙ୍କଠୁ ଜାଣିବାକୁ ଚାହିଁବି, ବିଜ୍ଞାନ ବା ଆଧ୍ୟାତ୍ମିକତା କୁ ଆପଣ ଅଧ୍ୟୟନ କରିକିରି ଏ କଥା କହୁଛନ୍ତି। ମୁଁ ଆଉ ଗୋଟେ କଥା କହୁଛି, ସୋଲାର ସିଷ୍ଟମ ରେ ବିଶ୍ୱ ବ୍ରହ୍ମାଣ୍ଡ, ଯୋଉ ବ୍ରହ୍ମାଣ୍ଡ କଥା କହୁଛନ୍ତି, ବା ଏଇ ଯେତେ ସବୁ ଗ୍ରହ ଉପଗ୍ରହ ଯେତେ ଯାହା ସବୁ ରହିଛି, ଏଥିରେ ଜୀବ ସୃଷ୍ଟି କେବଳ ଏଇ ପୃଥିବୀ ପୃଷ୍ଠରେ ନା ଆଉ କୋଉଠି ଅଛି? ନା ନା, ଏଇଟା କଣ ଗବେଷଣା କଣ ଏପର୍ଯ୍ୟନ୍ତ ହେଇପାରିନି? ଏଇ ଜୀବ ମାନେ ଯେମିତି ପୃଥିବୀରେ ଆମର ଜୀବ ଜଗତ ଅଛି। ହଁ, ମୁଁ ସେଇ କଥାଟା କହିଦଉଛି ଶୁଣ। ଯେ ଜୀବ ଜଗତ ଟା ଭୂପୃଷ୍ଠରେ ହବାର କାରଣ ହଉଛି ଯେ ଜୀବ ସୃଷ୍ଟିର ମାଧ୍ୟମ ଟା ପୃଥିବୀରେ ରହିଛି। କଣ ନା ବାୟୁ ଅଛି, ଜଳ ଅଛି, ସୋଲାର ଏନର୍ଜି ରହିଛି। ଏଇ 3ଟା ମିଶିକିରି ସେ କଣ ଜୀବ ସୃଷ୍ଟି ହଉଛି। ଏଇଭଳି ସିଷ୍ଟମ ଯୋଉ ଜାଗାରେ ରହିଥିବ, ସେଠି ଜୀବ ସୃଷ୍ଟି ହେଇପାରିବ। ସେଠି ନା ଗୋଟେ ନା, ହେଇପାରିବ କଥା ନୁହଁ। ଆପଣ କଣ ଭାବୁଛନ୍ତି ଏଇ ଯୋଉ ମଙ୍ଗଳ ଗ୍ରହ ଅଛି, କି ବିଭିନ୍ନ ପ୍ରକାର ସବୁ ଗ୍ରହ ଅଛି, ତାହେଲେ ତ ଗୋଟିଏ ନୁହଁ, ଲକ୍ଷ 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 ଅସଂଖ୍ୟ ଅସଂଖ୍ୟ ଭିତରେ ତାର ବି ମଧ୍ୟ କିଛି ବିଜ୍ଞାନ ଏପର୍ଯ୍ୟନ୍ତ କିଛି ବାହାର କରିପାରିନି। ନା, ବିଜ୍ଞାନ ତ ସେତେବେଳକୁ ଯାଇନି, ସେତେବେଳେ ଯାଇନି ବିଜ୍ଞାନ। ନା, କିନ୍ତୁ ଆପଣ ଟିକେ ଇଆରି ଭିତରେ ଟିକେ ଚିନ୍ତା କରୁନାହାନ୍ତି। ଯେମିତି ଆମର ଜ୍ୟୋତିଷ ଇଏ ଥିଲେ, କିଏ ଏଇ ଯୋଉ କଣ ତାଙ୍କ ନାଁ କଣ, ଖୋର୍ଦ୍ଧା ଆମର ଚନ୍ଦ୍ରଶେଖର, ସିଭି ରମଣ, କେତେ ଚନ୍ଦ୍ରଶେଖର ମାନେ ସବୁ ଥିଲେ। ଆପଣ ଟିକେ ଏଇ ଯୋଉ ସ୍ପେସ୍ ଉପରେ ଟିକେ ରିସର୍ଚ୍ଚ କରୁନାହାନ୍ତି। ନା କଣ କିଛି ତାର କିଛି ନା କଣ ଆପଣ ଫଳ ପାଉ, ମୁଁ ଭାବୁଛି ଆପଣ ନିଶ୍ଚୟ ନାଇଁ ଶୁଣ, ଆପଣ ଗୋଟେ କିଛି କଥା ଶୁଣ, ପାଇବେ। ମୁଁ ବୁଝେଇ ଆମେ ଦଉଛି। ଆମ କଥା ଛାଡ, ନା, ବୁଝେଇ ଆପଣ ଦଉଛି ଶୁଣ। ଏଇ ଯୋଉ ବହି ରଙ୍ଗ କଥା ତମେ କହୁଛ, ଯେ କୋଉ ଗ୍ରହରେ ଜୀବ ଜଗତ ଅଛି କି ନାହିଁ, ହଁ ହେଲା କି? ତାର ସନ୍ଧାନ ଟା କେବଳ ସେ ବାଟକୁ ଯିଏ ଯିବ ଯାଇ କହିବ ନା ଆଉ। ହଁ କିନ୍ତୁ ମୋର କହିବା କଥା ଯେ ଜୀବ ସୃଷ୍ଟି ସବୁ ଜାଗାରେ ସମ୍ଭବ ହେଇପାରିବ, ତାର ମୂଳ ତତ୍ଵ ଟା ମୁଁ କହୁଛି। ନାଇଁ, ଧର ଆପଣ ତ ମଙ୍ଗଳ କହୁଛନ୍ତି ଜଳ କଥା କହିଲେ, ବା ବାୟୁ, ଅଗ୍ନି କଥା, ବାୟୁ କଥା କହିଲେ, ଅଗ୍ନି କଥା କହିଲେ, ହୁଁ, ବା ଏଇ ସବୁ ଯୋଉଠି ଥିବ ସେଇଠି ଜୀବ ଜଗତ ହିଁ
ସୃଷ୍ଟି ଅନ୍ୟ ଆଡେ କଣ ନଥିବ? ଥିବ, ନିଶ୍ଚିନ୍ତ ଥିବ, କିନ୍ତୁ ମୋର କହିବା କଥା ହଉଛି ତାହାର ସନ୍ଧାନ ଏପର୍ଯ୍ୟନ୍ତ ବିଜ୍ଞାନ ପାଇନି। ନା ସେଇଟା ବିଜ୍ଞାନ ଆପଣ କେବଳ କଣ କହୁଛନ୍ତି ମଙ୍ଗଳ ଗ୍ରହକୁ ସବୁ ଗଲେଣି। ମଙ୍ଗଳ ଗ୍ରହରେ କଣ ଏଇଟା କଣ କିଛି କଣ ନାସା କୁହନ୍ତୁ ବା ଏମାନେ କଣ କିଛି ଗବେଷଣା କରିପାରୁନାହାନ୍ତି? ସେ ନାସା କୁହନ୍ତୁ, ଚକ୍ଷୁ କୁହନ୍ତୁ, କର୍ଣ୍ଣ କୁହନ୍ତୁ, ମୋର କିଛି କହିବାର ନାହିଁ। ମୋର କହିବା କଥା ହଉଛି ଯେ ସିଏ ମଙ୍ଗଳ ଗ୍ରହକୁ ଯାଇଛନ୍ତି। ଯଦି ମଙ୍ଗଳ ଗ୍ରହକୁ ଯାଇଛନ୍ତି, ସେମାନେ କହୁଛନ୍ତି ମଙ୍ଗଳ ଗ୍ରହରେ ଜୀବ ଜଗତର ସନ୍ଧାନ ମିଳିଛି, କିନ୍ତୁ ସେମାନେ ପ୍ରମାଣ କରି ଦେଖେଇଦେବେ କି ସେଠି ମଙ୍ଗଳ ଗ୍ରହ କୋଉ ସୂର୍ଯ୍ୟ ଦ୍ଵାରା ଆଫେକ୍ଟେଡ ହଉଛି, ସେଠି କୋଉ ପ୍ରକାରର ପବନ ଥିଲା, ସେଠି କୋଉ ପ୍ରକାରର ଜଳ ଥିଲା, ଚନ୍ଦ୍ରର ଆକାରଟା ପୃଥିବୀ ଆକାର ଠାରୁ ବହୁ ଗୁଣରେ ବଡ, କଣ ବୁଝିଲେ ନା? ଆଚ୍ଛା, ପୃଥିବୀର ଆକର୍ଷଣ ଶକ୍ତି ଯେତିକି ମଙ୍ଗଳର ଆକର୍ଷଣ ଶକ୍ତି ତାଠାରୁ ଅଧିକ, କଣ ବୁଝିପାରୁଛ କି? ତେଣୁ ତମେ ଯଦି ମଙ୍ଗଳରେ ଚାଲିବ, ଯେମିତି ତମ ଗୋଡଟାକୁ କିଏ ତଳକୁ ଟାଣିକି ଧରିବ, ପୋତି ହେଲା ଭଳିଆ ଯିବ। କିନ୍ତୁ ଚନ୍ଦ୍ରର ଆକର୍ଷଣ ଶକ୍ତି ପୃଥିବୀ ଆକର୍ଷଣ ଠାରୁ ବହୁତ କମ, ସେଠି ଯଦି ଚାଲିବ ତମେ ଯେମିତି ଆକାଶରେ ଉଡିଲା ଭଳିଆ ଚାଲିବ, ବୁଝିଲ କି? ତେଣୁ ପୃଥିବୀରେ ଆମେ ଯୋଉ ଜନ୍ମ ହେଇଛନ୍ତି, ଆମେ ପୃଥିବୀରେ ହିଁ ଜନ୍ମ ହେଇଛନ୍ତି। ସେଇ ଯୋଉଟା କହିଲେ ସେଠି କଣ ପଦାର୍ଥ କଣ ଅଛି ଯେ ଆମର ଯେମିତି ମାଟି ଅଛି, ମାଟିରେ ଚାଲୁଛନ୍ତି, ମଙ୍ଗଳରେ କଣ କି ପଦାର୍ଥ ଉପରେ ଚାଲିବେ ଏଇ ସେମାନେ? ପଥର ମାଟି ଗୋଡି ଏଇ ଅଛି। ହଁ, ମାଟି ମାନେ ପଥର ଖାଲି। ନାଇଁ, ସେଇ ପଥର ଟା କି ପ୍ରକାର ପଥର? ଆମର ଏଇ ପଥର ଗୁଡାକ ଯାହା ସେଇଆ, ଏବଂ ସେଇ ଯୋଉ ପଥର କହୁଛ କି କୋଉଠୁ ପଥର, ଆସିଲା କୋଉଠୁ ସେ ପଥର? ସେଇ କଥାଟା ବା ସେଇଟା ବା ଶୂନ୍ୟରୁ ସୃଷ୍ଟି ହଉଛି ସବୁଆଡେ। ଯୋଉ କଥା ମୁଁ କହିଲି, ଯୋଉ ଭର୍ଚୁଆଲ ଫୋଟୋନ ମ୍ୟାଗ୍ନେଟିକ ଫିଲ୍ଡ ରୁ ଇଲେକ୍ଟ୍ରୋପ୍ରୋଟନ ନ୍ୟୁଟ୍ରନ ସୃଷ୍ଟି ହେଇକିରି ବିଶ୍ୱର ବ୍ୟତିକ୍ରମରୁ ସୃଷ୍ଟି ହେଇକି ସବୁ ପଦାର୍ଥ ତିଆରି ହଉଛି। ପଦାର୍ଥଟା ସ୍ୱୟଂ ତିଆରି ହଉଛି, ତାକୁ କେହି ସୃଷ୍ଟି କରୁନାହିଁ। ଶକ୍ତିରୁ ପଦାର୍ଥ ତିଆରି, ଏଇଟା ମାନେ ବିଜ୍ଞାନ କହୁଛି ଶକ୍ତିରୁ ପଦାର୍ଥ ତିଆରି। ତେଣୁ ଶକ୍ତିରୁ ଯଦି ପଦାର୍ଥ ତିଆରି, ଶକ୍ତି ଯୋଉଠି ଜମାଟ ବାନ୍ଧିଲା ସେଠି ପଦାର୍ଥ ହେଇଗଲା। ଯେମିତି ମୁଁ ବୁଝେଇ ଦଉଛି ଯେ ଜଳଟା ସମୁଦ୍ରରେ ଯାଉଛି, ଯୋଉ ଜାଗାରେ ଥଣ୍ଡା ହେଇଗଲା ସେଇ ପୁଳାକ ବରଫ ହେଇଗଲା। ଠିକ ସେଇଭଳି ଶକ୍ତି ରୂପକ ଜଳରେ, ହେଲା କି, ଏ ପଦାର୍ଥ ରୂପକ ବରଫ ବିଶ୍ୱ ବ୍ରହ୍ମାଣ୍ଡରେ ସବୁ ଭାସୁଛି, ଗ୍ରହ ନକ୍ଷତ୍ର ସବୁ ହେଇଛି। ଆଉ ତାରକା କଣ? ତାରକା କଣ ନା ଯୋଉ ବସ୍ତୁ ପିଣ୍ଡରେ କେମିକାଲ ରିଆକ୍ସନ ଘଟୁଛି, ସେ ଉଜ୍ଜଳ ଆଲୋକ ଦଉଛି। ଗ୍ୟାସ ସ୍ପିଡରେ ଆଲୋକ ଦେଳକୁ ତାକୁ ଆମେ ତାରକା କହୁଛନ୍ତି। ସୂର୍ଯ୍ୟ ସେମିତି ଗୋଟେ ବସ୍ତୁ ପିଣ୍ଡ, ତା ଦେହରେ କଣ ହଉଛି ନା ହାଇଡ୍ରୋଜେନ ଗ୍ୟାସ ଟା ହିଲିୟମ ଗ୍ୟାସ ରେ ପରିଣତ ହେଇଯାଉଛି କେମିକାଲ ରିଆକ୍ସନ ହେଇକି। ଯେତେବେଳେ ପରିଣତ ହେଇଯାଉଛି, ଆମକୁ ପ୍ରବଳ ଆଲୋକ ସେଠୁ ସୃଷ୍ଟି ହଉଛି। ସେଇଭଳି ପ୍ରକାରର ସବୁ ତାରା ମାନଙ୍କରେ ଆଲୋକ ସୃଷ୍ଟି ହଉଛି, ଆଉ ଗ୍ରହ ମାନଙ୍କରେ ଆଲୋକ ସୃଷ୍ଟି ହଉନି। ଏଗୁଡାକ ସବୁ ବିଶ୍ୱ ବ୍ରହ୍ମାଣ୍ଡରେ ଚାଲିଛି, ବୁଝିପାରିଲେ ନା? କିନ୍ତୁ ମୋର କହିବା କଥା, ଯୋଉ ଗ୍ରହ ଆଲୋକ ବିହୀନ ଗ୍ରହ ପୃଥିବୀ ଭଳିଆ, ଯଦି ପୃଥିବୀରେ ଜଳ ଅଛି, ଆଉ ସୌର ଶକ୍ତି ଅଛି, ପବନ ଅଛି, ଇଏ ତିନିଟା ଯୋଉ ଗ୍ରହ ପାଖରେ ଥିବ ସେଠି ମଣିଷ, ସେଠି ଜୀବନ ସୃଷ୍ଟି ହେଇପାରିବ। ଏଇ ତିନିଟା ସଂଯୋଗ ନହେଲେ କେମିତି ସୃଷ୍ଟି ହବ ଜୀବନ? ତେଣୁ ମୋର କହିବା କଥା, ଯଦି ମଙ୍ଗଳ ଗ୍ରହରେ ସେମାନେ କହୁଛନ୍ତି ଜୀବନ ଅଛି, ଆମର ପ୍ରଶ୍ନ ହଉଛି ମଙ୍ଗଳ ଗ୍ରହକୁ କୋଉ ସୌର ଶକ୍ତି ଆଫେକ୍ଟେଡ କରୁଛି? ଆମର ସୂର୍ଯ୍ୟ ଆଫେକ୍ଟେଡ କରୁଛି। ଯଦି କରୁଛି, ତେଣୁ ସେଠି ବାୟୁ ଅଛି କି ନାହିଁ, ଜଳ ଅଛି କି ନାହିଁ, ଜଳବାୟୁ କେମିତି ସୃଷ୍ଟି ହୁଏ? ନାଇଁ, ଏଇ ଯୋଉ ପଦାର୍ଥ ଗୁଡିକ ସବୁ କେମିକାଲ ରିଆକ୍ସନ ହେଇକି ତାର ଗ୍ୟାସ ସୃଷ୍ଟି ହେଇଗଲା, ଆଉ ହାଇଡ୍ରୋଜନ ଅକ୍ସିଜେନ ମିଶି ଯାଇକି ସେ କଲା ନା ଜଳ ସୃଷ୍ଟି ହେଇଗଲା ପୃଥିବୀରେ। ଠିକ ସେଇଭଳିଆ ସେଠି ଯଦି ସେମିତି ସେ କେମିକାଲ ରିଆକ୍ସନ ସୃଷ୍ଟି ହେଇକି ଯଦି ଜଳ ସୃଷ୍ଟି ହେଇଯିବ, ବାୟୁ ସୃଷ୍ଟି ହେଇଯିବ, ଆଉ ସୂର୍ଯ୍ୟ ଆଲୋକ ତ ଅଛି, ଜୀବ କାହିଁ ସମ୍ଭବ ନୁହେଁ? ଅଟୋମେଟିକ ଜୀବ ସୃଷ୍ଟି ହେଇଯିବ ସେଠି। ତେଣୁ ଜୀବ ସୃଷ୍ଟି ପ୍ରତ୍ୟେକ ସମ୍ଭବ, କିନ୍ତୁ ଯୋଉ ଭଳି ପ୍ରକାର ସିଷ୍ଟମରେ ପୃଥିବୀରେ ହେଲା, ସେଇ ସିଷ୍ଟମରେ ସେଠି ହେଲେ ହବ। ମୁଁ ଗୋଟେ ଉଦାହରଣ ଦଉଛି। ତମେ ଗୋଟେ ସାଇକେଲ ଚଲଉଛ, ସେ ସାଇକେଲ ଚଲେଇବାର ଗୋଟେ ଫର୍ମୁଲା ଅଛି। ରେଡିଓଟା ବଜଉଛ, ତାର ଗୋଟେ ଫର୍ମୁଲା ଅଛି। ଟିଭିଟା ତିଆରି ହଉଛି, ତାର ଗୋଟେ ଫର୍ମୁଲା ଅଛି। ସେଇ ଫର୍ମୁଲାରେ ଯିଏ କନେକ୍ସନ ହେଇଯିବ, ସେ ଟିଭି ହେଇଯିବ, ସେ ରେଡିଓ ହେଇଯିବ। ତାଙ୍କ ଫର୍ମୁଲାରୁ ବ୍ୟତିକ୍ରମ ହେଲେ ସେ ଟିଭି ହେଇପାରିବନି କି ରେଡିଓ ହେଇପାରିବନି, ଖାଲି ଲୁହା କି ପ୍ଲାଷ୍ଟିକରେ ପରିଣତ ହେଇଯିବ। ଠିକ ସେଇଭଳି ବିଶ୍ୱରୁ ଗୋଟେ ନେଚରର ଗୋଟେ ଫର୍ମୁଲା ଅଛି, ପ୍ରକୃତିର। ସେ ପ୍ରାକୃତିକ ଫର୍ମୁଲାରେ ଯିଏ ମାନେ ଯୋଉଠି ସୃଷ୍ଟି ହେଇଗଲା, ସେଠି ଜୀବ ତିଆରି ହେଇଯିବ। ପ୍ରାକୃତିକ ଫର୍ମୁଲା କଣ? ନା ଯୋଉ ଜାଗାରେ ଜଳ ଥିବ,
जो जगार वायु थी, जो जगार सूर्य किरण थी, जो जगार आकर्षण शक्ति ठीक मेंटेन कर से जगह जीव ऑटोमेटिक सृष्टि हो। जीव कौन कहीं सृष्टि करे ऑटोमेटिक पृथ्वी जो जीव सृष्टि है केमी है पृथ्वी रे प्रथम शिउली तयारी जेली तयारी एवं सब तैयारी सब तैयारी एगुड़ा सब केमी एगुड़ा सब प्रकृतिर विवर्तन, प्रकृतिर विवर्तन द्वारा जीवन सृष्टि यही प्राकृतिक विवर्तन जो ग्रह नक्षत्र सृष्टि हो पार यही फर्मूला जीव सृष्टि किसी असुविधा नहीं। यहीटा हूँ मोर मत जे मो कहवा कथा जे सबुआडे सबु जगह जीवन सृष्टि संभव किंतु से जीवन सृष्टि जो संभवपर होता पार्थिव कथा किंतु तार अपार्थिव जिनसा कौन ना शून्य जो चेतन बल से चेतन बल परिवर्तित होकर ये सब कौन कर भिन्न भिन्न पदार्थ रे परिणत होची से पदार्थ बर्तमान तादेह प्राणी देह जीवन सृष्टि होची। केवल जीवन चित शक्ति प्रकाश हबार गोटे मात्र माध्यम जे कि प्राणी शरीर को छाड़देला कौन जगह चेतन शक्ति विकास हो पार नर देह हीन मृतिका नुहे से नारायण तार जीवन रस महाचेतनार अंश से विकास पाई कि शरीर बस महाचेतनार जो महाविश्व जो महाचेतना रही से हूँ इनएक्टिव से कौटी विकास हो पारे सेमती निष्क्रिय भाव रही किंतु आम प्राणी शरीर रे विकास होगापी से उपस्थित रोचे विकास हो शरीर को बंचे रखुच तेणु से चेतनार संधान जदि आम पाइबा ताले से निज शरीर भितर ही देखले से चेतनार संधान पाइब। विश्व ब्रह्मांड रे कोउटी भगवत सत्ता नाही चेतन सत्ता नहीं केवल प्राणी शरीर व्यतीत कौन जगह ना। ओम वंदे महापुरुष ते चरणारविंद मु जाऊँगी जलखिया खाइबे भोक है कौन खाइबे।